आज आम आलोचना करिया एलआईसी ब्लू रे आम केमिति भाबरे अकाउंट खोलिबा। ओके, आज हमर फर्स्ट टॉपिक हम एलआईसी ब्लू रे आम केमिति अकाउंट खोलिबा ताको हम जानिबा। जो माने एलआईसी ब्लू हो जे कोनसी डिमांड अकाउंट केमिति हम ओपन करिबा हाउ टू ओपन द डिमांड अकाउंट्स तार विषय मु आज बेसिकली एलआईसी ब्लू कथा आलोचना करूची ठीक है। ओके, स्टेप वाइज आपन को बुझाउची केमिति अकाउंट खोलिबा एवरी स्टेप्स जो मैंने अकाउंट खोली जानी ना न्यू स्टॉक मार्केट रे न्यू बा डिमांड अकाउंट ओपन ट्रेडिंग अकाउंट डिमांड अकाउंट ट्रेडिंग एंड डिमांड अकाउंट विथ एलआईसी ब्लू। एलआईसी ब्लू ट्रेडिंग या डिमांड अकाउंट केमिति खोलिबे सारा प्रोसेस ऑनलाइन 5 टू 10 मिनिट्स रे कंप्लीट हो। ये वीडियोटी केवल शिक्षामूलक उद्देश्य पई तैयारी करा जायछि। या कोनोसी विनियोग परामर्श नहे। बाजार में विनियोग करिबा पूर्व दयाकर निजर फाइनेंशियल एडवाइजर सहित जोगाजोग परामर्श करो। କାରଣ କେମିତି ଆମେ ଖୋଲିବା ତାର ବିଷୟରେ ଆଜି ଆଲୋଚନା କରିବା। ଓକେ, ଦେଖ ପୁରା ଷ୍ଟେପ ୱାଇଜ ଆପଣଙ୍କୁ ଦେଖେଇ ଦଉଛି ଆଲେକ୍ସ ବ୍ଲୁ ଟ୍ରେଡିଂ ଆଉ ଡିମାଟ ଆକାଉଣ୍ଟ କେମିତି ଖୋଲିବେ। ପ୍ରଥମ ପଦକ୍ଷେପ ହଉଛି ୱେବସାଇଟ କୁ ଯାଆନ୍ତୁ। ଆଲେକ୍ସ ବ୍ଲୁ ଅଫିସିଆଲ ୱେବସାଇଟ ଆଲେକ୍ସ ବ୍ଲୁ ଅନଲାଇନ ଡଟ କମ କୁ ଖୋଲନ୍ତୁ। ଓପନ ଆନ୍ ଆକାଉଣ୍ଟ ବଟନ ଉପରେ କ୍ଲିକ କରନ୍ତୁ। କିନ୍ତୁ ତା ପୂର୍ବରୁ ଆଉ କିଛି ସଚେତନତା ହବା ଦରକାର। ଯଦି ଆପଣ ଆଲଆଇସି ବ୍ଲୁ କିମ୍ବା ଯେକୌଣସି ବ୍ରୋକର ହଉଛି ଆଞ୍ଜେଲ ୱାନ ହଉ ଧନ ହଉ ଫାଇଭ ପଇସା ହଉ ଆପଷ୍ଟକ୍ ଗ୍ରୁ डिफरेंट शेर खान हो आईएफएल सिक्योरिटी हो विभिन्न प्रकार ब्रोकर इंडिया रे लगभग 100 पाखापाखि ब्रोकर काम करछन पाखापाखि 100 ब्रोकर काम करूछंती। रजिस्टर्ड ब्रांच अथराइज पार्टनर माध्यम रे अकाउंट खोलिबे किछि विशेष लाभ है। जदि आपण एलआईसी ब्लू हो जेकौन ब्रोकर रेजिस्टर्ड ब्रांच आपणक नियरेस्ट थे कि अथराइज पार्टनर माध्यम अकाउंट खोलिबे आपन किसी लाभ मिली था। प्रथम लाभ गुड़िक कौन कौन मिली थाए जदि आप ऑनलाइन खोलुचंती आ ता भीतर जदि अथराइज पार्टनर बा रेजिस्टर्ड ब्रांच रे जाई खोलुचंती कौन कौन आपनको बेनिफिट मिली थाए। फर्स्ट डायरेक्ट सहायता आपनको ଆପଣଙ୍କ ସହର ବା ଜିଲ୍ଲାରେ ବ୍ରୋକର ଅଫିସ ଥିବାରୁ ଆକାଉଣ୍ଟ ଓପନିଂ କେୱାଇସି ଡକ୍ୟୁମେଣ୍ଟ ସବମିଶନ ଡାଇରେକ୍ଟ ସହାୟତା ମିଳିବ। ଲାଙ୍ଗୁଏଜ କମ୍ୟୁନିକେସନରେ କିଛି ପ୍ରୋବ୍ଲେମ ହେବ ନାହିଁ କାରଣ ଆମେ ଯେହେତୁ ଓଡିଶାରେ ରହୁଛୁ ମ୍ୟାକ୍ସିମମ୍ ଦ ବ୍ରୋକର ଅଫିସ ଓଡିଶାରେ ନୁହଁ ସବୁ ବାଙ୍ଗାଲୋର ହେଲା ମୁମ୍ବାଇ ହେଲା ଦିଲ୍ଲୀ ହେଲା କୋଲକାତା ହେଲା ସେମାନେ ନିଶ୍ଚିତ ଭାବରେ ହିନ୍ଦୀ ଆଉ ଇଂଲିଶକୁ ପ୍ରିଫର କରିବେ ସେମାନେ ଓଡିଆ ପ୍ରିଫର କରିବେ ନାହିଁ। ଆମର କିଛି ପ୍ରୋବ୍ଲେମ ହଉଛି ଆମେ ତାଙ୍କୁ ହେଲ୍ପ ନେଇପାରିବା ସହାୟତା ନେଇପାରିବା କିନ୍ତୁ କଷ୍ଟ ହୋଇଥାଏ ଯଦି ଆମେ ଯୋଉ କୌଣସି ବ୍ରାଞ୍ଚ ରେ ଯଦି ଆମେ ଖୋଲିବା ଆମେ ଡାଇରେକ୍ଟ ବ୍ରାଞ୍ଚ ରେ ଯାଇପାରିବା ବ୍ରାଞ୍ଚ ରେ କଣ୍ଟାକ୍ଟ କରିପାରିବା ଆକାଉଣ୍ଟ ଓପନିଂ କେୱାଇସି ଡକ୍ୟୁମେଣ୍ଟ ସବମିଶନ ଡାଇରେକ୍ଟ ସହାୟତା ଆମକୁ ମିଳିଥାଏ ବ୍ରାଞ୍ଚ ରୁ। ଲାଙ୍ଗୁଏଜ କମ୍ୟୁନିକେସନ ରେ ପ୍ରୋବ୍ଲେମ ହେଇନଥାଏ। ବେନିଫିଟ କହୁଛି ଆପଣଙ୍କୁ ଲୋକାଲରେ ଯଦି ଆକାଉଣ୍ଟ ଖୋଲୁଛନ୍ତି ଯଦି ଆପଣ କ୍ଲୋଜ କରିବାକୁ ଚାହୁଁଛନ୍ତି ବ୍ରାଞ୍ଚ ରେ ଯାଇକି କ୍ଲୋଜ କରିପାରିବେ। ଅଫଲାଇନ ସର୍ଭିସ ଆପଣଙ୍କୁ ମିଳିବ ଇଣ୍ଟରନେଟ କିମ୍ବା ମୋବାଇଲ ପ୍ରୋବ୍ଲେମ ହେଲେ ବ୍ରାଞ୍ଚ ଅଫିସକୁ ଯାଇ ଅର୍ଡର ପ୍ଲେସମେଣ୍ଟ ହେଲା ଫର୍ମ ସବମିଶନ ହେଲା ଚେକ୍ ଡିପୋଜିଟ୍ ବି କରିପାରିବେ। ଅଫଲାଇନ ସୁବିଧା ବ୍ରାଞ୍ଚରେ ମିଳିଥାଏ। ଆପଣ କଣ ରିଲେସନ ମ୍ୟାନେଜର ଆରଏମ ସପୋର୍ଟ ମିଳିଥାଏ। ଲୋକାଲ ବ୍ରାଞ୍ଚରେ ଆରଏମ ଆପଣଙ୍କ ପର୍ସନାଲ ଟ୍ରେଡିଂ ସପୋର୍ଟ କ୍ୟୁରି ହ୍ୟାଣ୍ଡଲିଂ ଡିମାଣ୍ଡ ହେଲ୍ପ କରିଥାନ୍ତି। ଆପଣ ଯେତେବେଳେ ଆକାଉଣ୍ଟ ଯେତେବେଳେ ଡାଇରେକ୍ଟ ଅନଲାଇନରେ ଖୋଲୁଛନ୍ତି ଆପଣଙ୍କୁ କୌଣସି ଆରଏମ ସପୋର୍ଟ ମିଳିନଥାଏ ନା ଆପଣ ଡାଇରେକ୍ଟ କଲ୍ ସେଣ୍ଟରକୁ କଲ୍ କରିଥାନ୍ତି ତା ଦ୍ୱାରା ବହୁତ କିଛି ପ୍ରୋବ୍ଲେମର ଫେସ୍ କରିବାକୁ ପଡିବ ଆପଣ କାହିଁକିନା କଲ୍ ସେଣ୍ଟର ହଜାର ହଜାର କଲ୍ ଯାଉଛି ତେଣୁ ବେଟର ହଉଛି ଆପଣ ନିଶ୍ଚିତ ଭାବରେ ସହାୟତା କେନ୍ଦ୍ର ବା ଯୋଉଠି ବ୍ରାଞ୍ଚ ଅଛି କିମ୍ବା ଅଥରାଇଜ ପାର୍ଟନର ଅଛନ୍ତି ସେଠି ଖୋଲିଲେ ଆପଣଙ୍କୁ ଆରଏମ ସପୋର୍ଟ ସେ ବ୍ରାଞ୍ଚକୁ ମିଳିଥାଏ। କୌଣସି ପ୍ରୋବ୍ଲେମ ହେଲେ ସେ ଡିମାଣ୍ଡରେ କୌଣସି ପ୍ରୋବ୍ଲେମ ଯଦି ହଉଛି ଆପଣ ସେଠି କମ୍ପ୍ଲେନ କଲେ ସେ ଅଥରାଇଜ ପାର୍ଟନର ହଉ ରେଜିଷ୍ଟର ବ୍ରାଞ୍ଚ ହଉ ସେମାନେ ଅପଡେଟ କରିବେ ଆପଣଙ୍କୁ ସହଯୋଗ କରିବେ। फास्टर इश्यू रिजोल्यूशन आसियो पासवर्ड रीसेट हैला मार्जिन अपडेट हैला फंड ट्रांसफर हैला भली प्रॉब्लम गुडी को न्यू जो माने अकाउंट खोलंती बहुत प्रॉब्लम हे थाए से माने कार सहायता नहीं पारंतेनी तेणु डायरेक्ट जदि ब्रांच रे आपण खोलुचंती आपन बहुत शीघ्र सहायता पासवर्ड रीसेट मार्जिन अपडेट फंड ट्रांसफर इश्यू भली जो प्रॉब्लम सब आसी थाए ताको ब्रांच किंबा ऑथराइज पार्टनर ताको सॉल्व करथाय। अब ट्रेनिंग गाइडेंस लोकल पार्टनर ब्रांच ऑफिस रेगुलर वर्कशॉप सेमिनार करंती न्यू क्लाइंट पे ट्रेडिंग प्लेटफॉर्म ट्रेनिंग मिली पारे जेमिति आर्ट हला काइट हला इति बहुत
କୋଉ न्यू क्लाइंट के से कौन प्रॉब्लम डाटा रे कौन डिमांड रे कौन सब चेंजेस होउची ताकू से माने କହିଥାନ୍ତି ଯେ ଟ୍ରେନିଂ ପାର୍ଟନର ଲୋକାଲ ପାର୍ଟନର ବ୍ରାଞ୍ଚ ଅଫିସ ରେଗୁଲାର ୱାର୍କସପ୍ ହେଇଥାଏ କାହିଁକିନା ତାଙ୍କ ପାଖରେ ଇନଫରମେସନ ଟା ବହୁତ ଶୀଘ୍ର ପହଞ୍ଚିଥାନ୍ତି ସେମାନେ ଆୱାରନେସ କରନ୍ତି ସେମାନେ ତାଙ୍କର ଗ୍ରୁପକୁ ୱାର୍କସପ୍ ବା ସେମିନାର ବିଷୟରେ ବୁଝେଇଥାନ୍ତି ଯେମିତି ମ୍ୟାକ୍ସିମମ୍ କଥା କହୁଛି ଆଞ୍ଜେଲ ୱାନ ଯେମିତି ଧନ ବିଷୟରେ ଆଲୋଚନା କରୁଛି ଗୋଟେ କ୍ଲାଏଣ୍ଟ ଯେମିତି ଧନରେ ଆପଣ ଯଦି ଗୋଟେ ଆଲଗୋ ଟ୍ରେଡିଂ କି ଆପଣଙ୍କର କି कनेक्ट करूଛନ୍ତି नॉर्मली कनेक्ट କରିବା ଆପଣଙ୍କ ପାଖରେ ବହୁତ ଡିଫିକଲ୍ଟ ଟୁ ଡିଫିକଲ୍ଟ ହେଇଥାଏ ଧରନ୍ତୁ କେମିତି ଆଲଗୋ ଟ୍ରେଡିଂ ପାଇଁ କି କି ଟୋକନ ଜେନେରେଟ କରିବେ ଆଉ ଦେଖନ୍ତୁ ଫାସିଲିଟି କଣ କାହାର କେତିକି ବ୍ରୋକରେଜ ପ୍ଲାନ ଅଛି କାହାର ଲଟ୍ ସାଇଜ ରେ ଅଛି କାହାର ଲଟ୍ ସାଇଜ ରେ ଅଛି କାହାର ଅର୍ଡର ପ୍ଲେସମେଣ୍ଟ ରେ ଅଛି ଗୋଟେ ଅର୍ଡର କଲେ ଏତିକି ଟଙ୍କା କଟିବ ତାକୁ ବି ଆପଣ ଡିଟେଲ୍ସ ବ୍ରାଞ୍ଚ ରେ ବୁଝିପାରିବେ ଅନଲାଇନ ଗଲେ ଆପଣଙ୍କୁ କୌଣସି ସହାୟତା ମିଳିବନି ମିଳିବ ଆପଣଙ୍କୁ କଲ ସେଣ୍ଟର ବୁଝିବାକୁ ପଡିବ ବହୁତ ରେସ୍ପନ୍ସ କମ ଆଉ ହିନ୍ଦୀ ଆପଣଙ୍କର ଲାଙ୍ଗୁଏଜ ର ହିନ୍ଦୀ ଇଂଲିଶ ଆଉ ଓଡିଆର ବହୁତ କମ ରହିବ ତେଣୁ ଆପଣଙ୍କୁ ବହୁତ ପ୍ରୋବ୍ଲେମ ମାନେ ଆପଣଙ୍କର ଯୋଉ କଥାଟା ସେଠି ଆପଣଙ୍କର ଠିକ ରେ ସେ ବୁଝେଇ ପାରିବେନି ତାହେଲେ ଆପଣଙ୍କୁ ପ୍ରୋବ୍ଲେମ ଆଉ ଫିଜିକାଲି ଆଡ୍ରେସ ଥିବାରୁ ଆପଣଙ୍କୁ କନଫିଡେନ୍ସ ମିଳିବ ଯେ ବ୍ରୋକର ଜେନ୍ ବହୁତ କିଛି ବ୍ରୋକର ଏବେ ଇଣ୍ଡିଆରେ ଆସିଛନ୍ତି କିନ୍ତୁ ଗଭର୍ଣ୍ଣମେଣ୍ଟ ଯାଉ ଗୋଟେ ବହୁତ ବଡ ପଦକ୍ଷେପ ନେଇଛି ବହୁତ ଫେକ୍ ଆପକୁ ଷ୍ଟପ୍ କରିଛନ୍ତି ଯାହା ଆମର ଭାରତ ସରକାରଙ୍କର ଏଇ ଯୋଉ ନିୟମ ଅନୁସାରେ ବହୁତ ଫେକ୍ ଗେମ୍ କାହିଁକିନା କ୍ରିପ୍ଟୋ କରେନ୍ସି ହେଲା ଟୋକନ ମନି ହେଲା ବିଭିନ୍ନ ପ୍ରକାର ଆସିକିନା ମାର୍କେଟରେ ବହୁତ ଦଲାଲି କରିକିନା ବହୁତ ଲୋକଙ୍କୁ ଠକି ଦେଉଥିଲେ ଯାହା ଦ୍ୱାରା ବହୁତ ଲୋକ ବି ଫସିଥିଲେ କ୍ରିପ୍ଟୋ କରେନ୍ସି ନାଁରେ ବହୁତ ଏବେ ଅରିଜିନାଲ ଆପ୍ ଗଭର୍ଣମେଣ୍ଟ ଅଫ ଇଣ୍ଡିଆ ଆପ୍ରୁଭ ଆପ୍ ସେବି ଏନଏସସି ବିଏସସି ର ଆପ୍ରୁଭ ଆପ୍ ହିଁ ରନିଂ କରିବା କୋଉଠି ଇଣ୍ଡିଆ ମାର୍କେଟରେ ବା ଭାରତରେ ଏଇ ସବୁ ପୁରା ପ୍ୟୁରିଫାଏ ହେଇକିନା ଯାହାକୁ କହନ୍ତି ସେ ଆପ୍ ଆଜି ମାର୍କେଟରେ ଚାଲିବ जैसे एंजल वन धन्स एलेक्स ब्लू फाइव पैसा अपस्टॉक ब्रू एମାନେ ସବୁ ସେବି ଆଉ ଏନଏସସି ବିଏସସି ଲିଷ୍ଟର୍ସ ଆଉ ସେବିର ରେଗୁଲେସନ ଅନୁସାରେ ଏମାନେ ୱାର୍କିଂ କରିବାକୁ ବାଉଣ୍ଡ ହେବେ ଯାହାଦ୍ୱାରା ଲୋକ ଠକାମିରେ ବଞ୍ଚିବେ କାହିଁକିନା ଆଜିକାଲି ଏନଇଏଫଟି ଗୋଟେ ଟୋକନ ଆପ ବନେଇକିନା ବହୁତ ବି ସାରା ଠକାମି ହଉଛି କିଛି ଆପ ବନେଇକିନା ଆପଣଙ୍କୁ କହୁଛନ୍ତି 10,000 ଇନଭେଷ୍ଟ କରନ୍ତୁ ପର ଡେ 200 ପାଖାପାଖି ଆସିବ ଲୋକ ଗ୍ରାମାଞ୍ଚଳରେ ଏବେ ଗୋଟେ ରିସେଣ୍ଟଲି କିଛି ଆମ ଓଡିଶାରେ କେସ୍ ହେଇଥିଲା ଗୋଟେ କମ୍ପାନୀର କିଛି ଲୋକ ବହୁତ 4,000 ଲୋକ ପାଖାପାଖି କମ୍ପାନୀରେ ଫସିଥିଲେ 16,000 ଲେଖା ଦେଇକିନା ପର ଡେ 400 ଟଙ୍କା ଲେଖା ପାଇବେ ଦେଖନ୍ତୁ ସେଗୁଡ଼ା ସେ ଫ୍ରଡ କେସ୍ ରୁ ସବୁବେଳେ ଆପଣ ଦୂରେଇ ଦିଅନ୍ତୁ ଏମିତି ଯଦି 16,000 ଡେଲି 400 ଟଙ୍କା ଲେଖା ମିଳେ ତାହେଲେ ବହୁତ ଲୋକ ଏଥିରେ ଲାଭ ପାଆନ୍ତେ ତ ସରକାର ବି ଆକୁ ହେଲ୍ପ କରନ୍ତି ସେଗୁଡ଼ା ସବୁ ଫ୍ରଡ ଆପ୍ ଦେଖନ୍ତୁ ସରକାର ଜଗିବେ କେମିତି ଜଗିବେ କେତେ ପ୍ରକାର ଠକାମିର ବାଟ ବାହାରିଲାଣି ଯାହା ହଉ ଭାରତ ସରକାର ଗୋଟେ ବହୁତ ବଡ ପଦକ୍ଷେପ ନେଇଛନ୍ତି ଏବେ ଯୋଉ ଜେନୁଇନି ବହୁତ ଜେନୁଇନି ବ୍ରୋକର ବା ଜେନୁଇନି ପ୍ଲାଟଫର୍ମ ଲୋକମାନଙ୍କ ପାଇଁ କାହିଁକିନା ବହୁତ କାହିଁକିନା ଏବେ ଷ୍ଟ୍ରିକ୍ଟଲି କୁହାଯାଇଛି ଯୋଉମାନେ ବି ଯେକୌଣସି ଏଜେଣ୍ଟ କୌଣସି ଯଦି ଫ୍ରଡ ଆପ୍ କୁ ପ୍ରମୋସନ କରିବ ତାଙ୍କୁ 1 crore ଫାଇନ ୱିଥ୍ 3 years ଜେଲ ବି ହେଇପାରେ ତେଣୁ ସେଥିପାଇଁ ବହୁତ ଜେନୁଇନି ଆପ୍ ମାର୍କେଟରେ କାମ ଚାଲିବ ବା ଆଗକୁ ଆହୁରି ଡେଭଲପମେଣ୍ଟ ହବ ଆଗକୁ ଚାଲିବ ଦ୍ୱିତୀୟ ପଦକ୍ଷେପ କଣ ଏଇଟା ଗଲା ଆମେ କଣ କଣ ବ୍ରୋକର ଲାଭ ଦ୍ୱିତୀୟ ପଦକ୍ଷେପ ଆବଶ୍ୟକ କଣ ଗୋଟେ ଡିମାଟ ଆକାଉଣ୍ଟ ଖୋଲିବା ପାଇଁ ଗୋଟେ ଡିମାଟ ଆକାଉଣ୍ଟ ଖୋଲିବା ପାଇଁ ଆପଣଙ୍କର ପ୍ୟାନ କାର୍ଡ ଆବଶ୍ୟକ ଅଛି ଆଧାର ମୋବାଇଲ ନମ୍ବର ସହିତ ଜଡିତ ହବା ଦରକାର ବ୍ୟାଙ୍କ ପ୍ରୁଫ ବା କ୍ୟାନ୍ସେଲ ଚେକ୍ ପାସବୁକ୍ ବା ଷ୍ଟେଟମେଣ୍ଟ 6 month ର ସିଗ୍ନେଚର କାଗଜ ଉପରେ ହ୍ୱାଇଟ କାଗଜ ଉପରେ ଗୋଟେ ସିଗ୍ନେଚର ପାସପୋର୍ଟ ସାଇଜ କପି ସଫ୍ଟ କପି ଇନକମ ପ୍ରୁଫ ଏଫଏନଓ ବା ଆମେ ଯାହାକୁ କହୁଛେ ଫ୍ୟୁଚର ଆଣ୍ଡ ଅପସନ୍ସ ଏଫଏନଓ ପାଇଁ ବା କମ୍ୟୁନିଟି କରେନ୍ସି ପାଇଁ ଆପଣଙ୍କୁ ଇନକମ ପ୍ରୁଫ ର ଆବଶ୍ୟକ ଅଛି ତୃତୀୟ ପଦକ୍ଷେପ କଣ ଅନଲାଇନ ଫର୍ମ ପୂରଣ କରନ୍ତୁ ନାମ ମୋବାଇଲ ନମ୍ବର ଇମେଲ ବ୍ୟାଙ୍କ ଆଧାର ବ୍ୟାଙ୍କ ବିବରଣୀ ଭରନ୍ତୁ ଆବଶ୍ୟକ ଡକୁମେଣ୍ଟ ଅପଲୋଡ କରନ୍ତୁ କରିପାରିବା ଚତୁର୍ଥ ମଧ୍ୟ କଣ ଇ କେୱାଇସି ବା ଇ ସାଇନ୍ସ ଆଇପି ଇନ ପର୍ସନ ଭେରିଫିକେସନ ଛୋଟ ଭିଡିଓ ସେଲଫି ରେକର୍ଡ କରି ଅପଲୋଡ କରିବାକୁ ପଡିଥାଏ ଅଟୋମେଟିକ ଆପଣ ମୋବାଇଲରେ ଗୋଟେ ଭିଡିଓ ସେଲଫି ରେକର୍ଡ କରିବାକୁ ଅପଲୋଡ କରିବାକୁ ଆସିବ ଆପଣ ଅପଲୋଡ କରିପାରିବେ ଆଧାର ଓଟିପି ସହିତ NSDL 9 ପେଜରେ ସାଇନ କରିବାକୁ ପଡିଥାଏ ଆକାଉଣ୍ଟ ଓପନିଂ ଚାର୍ଜେସ୍ ଜିରୋ ରୁ କୋଉ କମ୍ପାନୀ 0 ରୁ 500 ଇକ୍ୱିଟି ପ୍ଲସ କମ୍ୟୁନିଟି ସ୍କିମ ରେ ବି ନିର୍ଭର କରିଥାଏ କୋଉ କମ୍ପାନୀ 0 କୋଉ କମ୍ପାନୀ 500 ବିଭିନ୍ନ ପ୍ରକାର ଥାଏ ତେଣୁ ଯୋଉମାନେ ଆକାଉଣ୍ଟ ଓପନ କରୁଛନ୍ତି ସେମାନେ ସଚେତନତା ହୁଅନ୍ତୁ ପର୍ଟିକୁଲାର ବ୍ରାଞ୍ଚରେ ଆଇଡି ଦେଖନ୍ତୁ ବ୍ରାଞ୍ଚ କିମ୍ବା ଅଥରାଇଜ ପାର୍ଟନର ସହିତ ଆକାଉଣ୍ଟ ଓପନ କରନ୍ତୁ ଯଦି ବି ଯୋଉମାନେ ଇଣ୍ଟରେଷ୍ଟ କାହିଁକିନା ଆପଣ ଦେଖନ୍ତୁ ଯଦି ଆପଣ ଅଟୋମେଟିକ ବହୁତ କମ୍ପାନୀ ଆସୁଛନ୍ତି ଆପଣ ଦେଖିକିନା ୟୁଟ୍ୟୁବ ଦେଖି ଡାଉନଲୋଡ କରିଦଉଛନ୍ତି ଆପଣ ମୁଖ୍ୟ ହଉଛି ଆରାମସରେ ହେଲ୍ପ ପାଇବେନି ବହୁତ କିଛି ପ୍ରୋବ୍ଲେମରେ ଫେସ୍ କରିବେ
ମନେ କରନ୍ତୁ ପାସୱାର୍ଡ ରିସେଟ ହେଲା କିମ୍ବା ଆକାଉଣ୍ଟ କେବେ କ୍ଲୋଜ କରିବାକୁ ଚାହୁଁଛନ୍ତି କ୍ଲୋଜ କରିବାକୁ ଭାରି କଷ୍ଟ ହବ କାହିଁକିନା ଆପଣଙ୍କୁ ବହୁତ ତକଲିଫର ଅନଲାଇନରେ ସହଯୋଗ ମିଳିବ ନାହିଁ ଏତେ। ତେଣୁ ଅଥରାଇଜ ପାର୍ଟନର ଯଦି ବ୍ରାଞ୍ଚରେ ଖୋଲୁଛନ୍ତି ବହୁତ କିଛି ଡିଫିକଲ୍ଟ କମିଯିବ, ଅସୁବିଧା କମିଯିବ ଆଉ ବହୁତ ଭଲ ଭାବରେ ସହାୟତା ଆପଣଙ୍କୁ ମିଳିବ। ତାପରେ ଷଷ୍ଠ ପଦକ୍ଷେପ କଣ, ଗୋଟେ ଆକାଉଣ୍ଟ ସକ୍ରିୟ ପାଇଁ ଡକୁମେଣ୍ଟ ଭେରିଫିକେସନ ପରେ ସାଧାରଣତଃ 24 ରୁ 48 ଘଣ୍ଟା ଆପଣଙ୍କୁ ମିଳିଥାଏ। କ୍ଲାଏଣ୍ଟ ଆଇଡି ଆଉ ପାସୱାର୍ଡ ଆପଣଙ୍କୁ ଆସିଥାଏ। ट्रेडिंग प्लेटफॉर्म आंटी एमए आंटी डेक्स आंटी वेट्स सीडीएस लॉगिन डिमांड्स एटा होची बहुत किछि अछि। एटा अछि जेमिति एलआईसी ब्रो कथा कहूची बहुत किछि जीरोधा अछि आपनकर ग्रो अछि अपस्टॉक अछि फाइव पैसा अछि आईएफएल सिक्योरिटी अछि एक्सिस डिमांड अकाउंट अछि एसबीआई रो भी अछि बहुत किछि अकाउंट अछि जेमिति एंजल वन अछि धन अछि लगभग इंडिया रे पाखापाखि 100 पाखापाखि ब्रोकर हाउस अछंती जे कि रेजिस्टर्ड बाय सेबी अंडर सेबी गाइडलाइन अनुसार काम करूଛନ୍ତି। ओके, ଯଦି ଆଉ ଥରେ ମୁଁ ଦେଖେଇ ଦଉଛି ଆପଣଙ୍କୁ। ପ୍ରଥମ ଅଛି କଣ, ଯେକୌଣସି ହଉ ମୁଁ ଆଲଆଇସି ବ୍ରୋ କଥା କହୁଛି, ଯେକୌଣସି ବ୍ରୋକର ଆକାଉଣ୍ଟ ଖୋଲିବେ ଆପଣଙ୍କୁ ଏଇ ଡକୁମେଣ୍ଟ ଦରକାର। ଫାର୍ଷ୍ଟ ଗଲା ଅନ୍ ତା ସାଇଡ୍ କି ଯିବେ, ପ୍ୟାନ କାର୍ଡ ଆବଶ୍ୟକ ଅଛି ଆପଣଙ୍କୁ ପ୍ରଥମ, ଯେକୌଣସି ଗୋଟେ ଡିମାଟ ବା ଟ୍ରେଡିଂ ଆକାଉଣ୍ଟ ଖୋଲିବେ। आधार कार्ड आवश्यक अच्छी, बैंक प्रूफ आवश्यक अच्छी, कैंसल चेक हो पासबुक हो बैंक स्टेटमेंट हो पासपोर्ट साइज फोटो इनकम प्रूफ। तृतीय स्टेप रे नेम मोबाइल नंबर इमेल पैन कार्ड आधार बैंक विवरणी भरिବାକୁ ଚାନ୍ସ ଆବଶ୍ୟକ ଡକ୍ୟୁମେଣ୍ଟ ଅପଲୋଡ କରିବାକୁ କହିଥାଏ। ଚତୁର୍ଥ ପରେ ଇ କେୱାଇସି ଆଇପିଭି ଭେରିଫିକେସନ ତ ମିନିଂସ ହେଉଛି ଇନ ପର୍ସନ ଭେରିଫିକେସନ। ଆପଣଙ୍କ ସେଲଫି ଉଠିବ, ମାନେ କେହି ଆପଣଙ୍କ ବଦଳରେ କାହାର ଉଠିବ ନାହିଁ, ଆପଣଙ୍କ ମୁହଁର ଫଟୋଟା ଉଠିବ। ଆଇପି ଭେରିଫିକେସନ ଇ ସାଇନ୍ ଆଧାର ଓଟିପି ଆପଣଙ୍କ ମୋବାଇଲ କି ଯିବା ଦରକାର, ତାପରେ ଆପଣଙ୍କ ଆକାଉଣ୍ଟ। ଅର୍ଥ ପୁଞ୍ଜୀକରଣ ପଦକ୍ଷେପ ସ୍ୱଳ୍ପ ଦେୟ, କୌଣସି କମ୍ପାନୀ ଆକାଉଣ୍ଟ ଓପନିଂ ଚାର୍ଜ ଥାଇପାରେ, କୌଣସି କମ୍ପାନୀ ନଥାଇପାରେ, ସ୍କିମ୍ ଉପରେ ନିର୍ଭର କରିଥାଏ। ଡକୁମେଣ୍ଟ ଭେରିଫିକେସନ ପରେ ସାଧାରଣତଃ 24 ଆୱାର 48 ଘଣ୍ଟା ଆପଣଙ୍କ ଭିତରେ ଆପଣଙ୍କ କ୍ଲାଏଣ୍ଟ ଆଡେ ପାସୱାର୍ଡ ମିଳିଥାଏ ଟ୍ରେଡିଂ ଆକାଉଣ୍ଟ। ଓକେ, ଆଉ ସିଡିଏସ୍ ଲଗଇନ୍ ଡିମାଣ୍ଡ ପାଇଁ ଆବଶ୍ୟକ ହେଇଥାଏ। এই ভিডিওটি কেবଳ ଶିକ୍ଷାମୂଳକ ଉଦ୍ଦେଶ୍ୟ ପାଇଁ ତିଆରି କରାଯାଇଛି, ଏହା କୌଣସି ବିନିଯୋଗ ପରାମର୍ଶ ନୁହେଁ। ବଜାରରେ ବିନିଯୋଗ କରିବା ପୂର୍ବରୁ ଦୟାକରି ନିଜର ଫାଇନାନ୍ସିଆଲ ଆଡଭାଇଜର ପରାମର୍ଶ କରନ୍ତୁ। ରହୁଛି, ନମସ୍କାର। ଭିଡ଼ିଓଟି ସେୟାର କରନ୍ତୁ।